ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜି ଆପଣଙ୍କ ପାଇଁ ନେଇ ଆସିଛି, ଦେଖନ୍ତୁ ଛୋଟ ଛୋଟ ସମୁଦ୍ର ମାଛ, ପୁରା ଛୋଟ ଛୋଟ ମାଛ ଭଜା କରି ପୁରା କଡ଼କଡ଼ କରି, ତା ସାଙ୍ଗକୁ ଏଇଟା ନଦୀ ମାଛ ସ୍ପେଶାଲ କରି ପଖାଳରେ ଖିଆ ହେବ ଭଜା ସହିତ। ଦେଖନ୍ତୁ କେମିତି ମାଛଟା ହେଇଛି। ତା ସହିତ ଏଇଟା ହେଉଛି ବଡ଼ ମାଛ ଟିକେ ଆଣିଛି। ଏଇଟା ସୋରିଷ ବାଟଣ ଦେଇକି କରିବା ଗରମ ଭାତକୁ ମସ୍ତ। ମାଛଟା ଦେଖନ୍ତୁ ଏଠି ଆମର ଫ୍ରାଏ ହେଉଛି, କିଛି ନାହିଁ, ଓନ୍ଲି ତେଲ ଲୁଣ ମସଲା। ଆଉ ତା ସହିତ ଏଇଟା ଛୋଟ ମାଛ ଯେଉଁଟା ଆଣିଥିଲି କିଛି ଦେଇନି, ଓନ୍ଲି ତେଲ ଟିକେ, ହଳଦୀ ଟିକେ, ଲୁଣ ଟିକେ ଦେଇକି ପୁରା ଫ୍ରାଏ ହେଇଛି। ଏଠି ଦେଖନ୍ତୁ ଆମର ପ୍ଲେଟ୍ ରେଡ଼ି ହେଇଯାଇଛି, ପୁରା କେରକେରା ମାଛ ଭଜା ସାଙ୍ଗକୁ ଚୁନା ମାଛ ଭଜା। ଏଠି ଦେଖନ୍ତୁ ବଡ଼ ମାଛ ପାଇଁ ଆଉ ମସଲା ରେଡ଼ି ହେଇଯାଇଛି। ମସଲାଟା କିଛି ସମୟ ହେଇଗଲା ପରେ ମାଛ ଦେଇକି ତାକୁ ଫୁଟେଇଦେବା। ମାଛଟା ଯେଉଁ ହିସାବରେ हाय हाय होय होय हाय हाय होय होय हाय हाय ସୋରିଷ ବାଟଣ ଦିଆ ମାଛ ଝୋଳ ବର୍ତ୍ତମାନ ପ୍ରସ୍ତୁତ। ଭାତ ଉପରେ ଟିକେ ଆଳୁ ଟିକେ ଚକଟି ଦେଇକିରି ଝୋଳ ଟିକେ ପକାଇକି ଖାଇଲେ କେମିତି ଲାଗିବ ଟିକେ ଭାବନ୍ତୁ। ରହିଲି, ଜୟ ଜଗନ୍ନାଥ।